ଖୋଲଯା ସିମ୍ ସିମ୍ କାହାଣୀ ଭଣ୍ଡାରରୁ ବାହାରିଥିବା ଆଜିର କାହାଣୀର ନାମ ହେଉଛି ମୟୂରର ନାଚ। ଚାଲନ୍ତୁ କାହାଣୀଟି ଆରମ୍ଭ କରିବା। ରୀନା ବାପାଙ୍କ ସହ ବିଲକୁ ଗଲା। ବାପା କାମରେ ଲାଗିଗଲେ। ରୀନା ବିଲରେ ବୁଲିବାକୁ ଲାଗିଲା। ସେ ବିଲରେ ଗୋଟିଏ ମୟୂର ଦେଖିଲା। ସେ ମୟୂର ପାଖକୁ ଗଲା। ସେତେବେଳେ ରିମ୍ ଝିମ୍ ବର୍ଷା ଆରମ୍ଭ ହୋଇଗଲା। ବର୍ଷାକୁ ଦେଖି ମୟୂର ନାଚିବାକୁ ଲାଗିଲା। ତାକୁ ନାଚୁଥିବାର ଦେଖି ରୀନା ମଧ୍ୟ ନାଚିବାକୁ ଲାଗିଲା। ମୟୂର ନାଚ ଭୁଲିଗଲା। ସେ ଛିଡ଼ା ହୋଇ ରୀନାର ନାଚ ଦେଖିବାକୁ ଲାଗିଲା।